ଜୟଗୁରୁ ନିଗମ ଉପଦେଶ ଆମୂଳ ପରିବର୍ତ୍ତନ ଆବଶ୍ୟକ ଛାତ୍ରମାନଙ୍କ ପ୍ରତି। ବର୍ତ୍ତମାନ ବୈଦେଶିକ ପ୍ରଭାବରେ ପ୍ରଭାବିତ ହୋଇ ଭାରତ ସେହି ଆଦର୍ଶ ଭୁଲି ଯାଇଛି। ଭାରତର ପୂର୍ବୋକ୍ତ ଉଚ୍ଚତମ ଆଦର୍ଶ ହିଁ ଦେଶର ପ୍ରାଣ। ଦେଶକୁ ଜାଗ୍ରତ କରିବାକୁ ହେଲେ ଏହି ଆଦର୍ଶକୁ ପୁନରାୟ ଜାଗ୍ରତ କରିବାକୁ ପଡ଼ିବ। ବର୍ତ୍ତମାନ ଦେଶକୁ ଉନ୍ନତ କରାଇବା ପାଇଁ ନାନାବିଧ ଚେଷ୍ଟା ଚାଲିଛି, କିନ୍ତୁ ପ୍ରକୃତ ରୋଗ ନିର୍ଣ୍ଣୟ ନ କରି ଯେପରି ବିବିଧ ଔଷଧ ପ୍ରୟୋଗ କରି ମଧ୍ୟ ବିଫଳ ମନୋରଥ ହେବାକୁ ପଡ଼େ, ଆଜି ଦେଶ ପକ୍ଷରେ ମଧ୍ୟ ସେହିପରି ଅବସ୍ଥା ଘଟିଛି। ପ୍ରକୃତ ଶିକ୍ଷାକ୍ଷେତ୍ର ଆଦର୍ଶ ଜାତୀୟ ଶିକ୍ଷା ଭାବରେ ଆମେମାନେ ଦେଶର ଏକମାତ୍ର ଆଶା ଭରସା ସ୍ଥଳ କୋମଳ ପ୍ରାଣ ବାଳକ ବାଳିକାମାନଙ୍କୁ କିପରି ଅଧପତନ ପଥରେ ପରିଚାଳିତ କରୁଛୁ, ସେଥିପ୍ରତି କାହାରି ଦୃଷ୍ଟି ନାହିଁ। ଆମେ ସ୍ୱରାଜ୍ୟ ଲାଭ କରିବା ନିମିତ୍ତ ବ୍ୟାକୁଳ ହେଉଛୁ, କିନ୍ତୁ ଏହି ସ୍ୱରାଜ୍ୟ ରକ୍ଷା କରିବା କେଉଁମାନେ? ଯେଉଁମାନେ ଶିକ୍ଷାରେ ଦୀକ୍ଷାରେ ଆଚାର ବ୍ୟବହାରରେ ଚାଲିଚଳନରେ ବିଳାସ ବ୍ୟସନରେ ସମ୍ପୂର୍ଣ୍ଣ ବିଦେଶୀ ଭାବାପନ୍ନ ହେବାକୁ ଶିକ୍ଷା ପାଉଛନ୍ତି, ସେହିମାନେ କ'ଣ ସ୍ୱରାଜ୍ୟ ରକ୍ଷା କରିପାରିବେ? ଆମେ କେବଳ ମୁହଁରେ ସ୍ୱରାଜ୍ୟ ସ୍ୱରାଜ୍ୟ ହେଉଛୁ, କିନ୍ତୁ ଆମ ମନରେ ପ୍ରାଣରେ ବୈଦେଶିକ ଶ୍ରେଷ୍ଠତା ବରଣ କରିନେଇଛୁ। ଆମମାନଙ୍କ ଶାସ୍ତ୍ର ଅତିରଞ୍ଜିତ ବୋଲି ବାଳକ ବାଳିକାମାନେ ଶିକ୍ଷା ପାଉଛନ୍ତି। ନାନା ଦେବ ଦେବୀମାନଙ୍କର ଭଜନ, ସମାଜର ନାନାଦି କୁସଂସ୍କାର, ଜାତ୍ୟଭିମାନ, ଅସ୍ପୃଶ୍ୟତା ଦୋଷ, ଆହାର ବ୍ୟବହାରରେ, ପୋଷାକ ପରିଚ୍ଛଦରେ ଅସଭ୍ୟତା ପ୍ରଭୃତି ଆମର କଳଙ୍କ ବୋଲି ଗ୍ରହଣ କରି ଆମେ ଏକାବେଳେ ବିବ୍ରତ। ଏବଂ ଯାହା କିଛି ବୈଦେଶିକ ରାଜନୀତି ସେ ସମସ୍ତ ଉତ୍କୃଷ୍ଟ ବୋଲି ଆମମାନଙ୍କର ଦୃଢ଼ ଧାରଣା ଜାତ ହୋଇଛି। ଆମମାନଙ୍କର ପ୍ରାଚୀନ ଶାସ୍ତ୍ର ପୁରାଣ, ଜ୍ୟୋତିଷ ବିଜ୍ଞାନ, କାବ୍ୟ, ଦର୍ଶନ ପ୍ରଭୃତି ପାଠ କରିବାର ଅବସର ଛାତ୍ରମାନଙ୍କୁ ଦିଆଯାଉନାହିଁ। ପକ୍ଷାନ୍ତରେ ବାଲ୍ୟକାଳରୁ ବୈଦେଶିକ ଭାଷା ଶିକ୍ଷା କରିବା ସଙ୍ଗେ ସଙ୍ଗେ ବୈଦେଶିକ ଶାସ୍ତ୍ର ବିଜ୍ଞାନ ବାଳକ ବାଳିକାମାନଙ୍କୁ ଶିକ୍ଷା ଦିଆଯାଉଛି, ତାହା ପୁଣି ବିଦେଶୀ ଶିକ୍ଷକଙ୍କ ନିକଟରେ। ତେଣୁ ସର୍ବତୋଭାବେ ବୈଦେଶିକ ଆଦର୍ଶ ମଧ୍ୟରେ ପ୍ରତିପାଳିତ ହୋଇ ସେମାନେ ତା'ର ପ୍ରଭାବରୁ ମୁକ୍ତି ପାଇବେ, ଏହା ଅସମ୍ଭବ। ପୁଣି ବାଲ୍ୟକାଳରୁ ଏହି ଭାବ ଅସ୍ଥିମଜ୍ଜାଗତ ହୋଇଯାଇଥିବାରୁ ସେମାନଙ୍କ ସ୍ୱଜାତୀୟ ଭାବ ଯେ ଲୋପ ପାଇବ, ଏହା ଅବଧାରିତ। ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ଅଧିକାଂଶ ବ୍ୟକ୍ତିଙ୍କ ମଧ୍ୟରେ ଆମେମାନେ ଚାଲିଚଳନରେ ଆହାର ବିହାରରେ 16ଅଣା ବିଦେଶୀ ଭାବେ ଦେଖିବାକୁ ପାଉଛୁ। ଏହିମାନେ ହିଁ ଆମମାନଙ୍କର ସମାଜର ଶ୍ରେଷ୍ଠ ଓ ଆଦର୍ଶ ସ୍ଥାନୀୟ। ସୁତରାଂ ଦେଶବାସୀ ଯେ ଏମାନଙ୍କୁ ଅନୁକରଣ କରି ବୈଦେଶିକ ଭାବାପନ୍ନ ହେବେ, ସେଥିରେ ବୈଚିତ୍ର୍ୟ ନାହିଁ। ଏହି ବୈଦେଶିକ ଭାବାପନ୍ନ ଦେଶରେ ସ୍ୱରାଜ୍ୟ ଲାଭର ପ୍ରୟାସ ଉପହାସ୍ୟାସ୍ପଦ ନୁହେଁ କି? ବୈଦେଶିକ ଶିକ୍ଷା, ବୈଦେଶିକ ପାରିପାର୍ଶ୍ୱିକ ସ୍ଥିତି ଓ ବୈଦେଶିକ ଆଦର୍ଶ ଆମ ଦେଶର ଶିକ୍ଷିତମାନଙ୍କ ମଧ୍ୟରେ କିପରି କ୍ରିୟା କରୁଛି, ତାହା ସମସ୍ତଙ୍କର ପ୍ରତ୍ୟକ୍ଷ କରିବାର ବିଷୟ। ଆମ ଦେଶର ହାକିମ, ଓକିଲ, ବାରିଷ୍ଟର, ଡାକ୍ତର ଓ ପ୍ରଫେସରମାନେ ଉଚ୍ଚଶିକ୍ଷିତ ବୋଲି ପରିଗଣିତ। ଏହିସବୁ ଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ କେତେ ପରିମାଣରେ ସ୍ୱଦେଶୀ ଭାବାପନ୍ନ, ତାହା ସେମାନଙ୍କର ପୋଷାକ ପରିଚ୍ଛଦ, ପାନ ଭୋଜନ ଦେଖିଲେ ସହଜରେ ବୁଝିହେବ। ତାହାପରେ ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନଙ୍କର ବେଶଭୂଷା, ଆଚାର ବ୍ୟବହାର ଓ ଅସଂଯତ ଭାବ ଦେଖିଲେ ବୁଝାଯାଏ ଯେ ଏମାନେ ବୈଦେଶିକ ଆଚାର ବ୍ୟବହାରରେ କେତେଦୂର ତାଲିମ ପାଇଛନ୍ତି। ଶିକ୍ଷା ଓ ଆଦର୍ଶରେ ବୈଦେଶିକ ପ୍ରଭାବ ପଡ଼ି ଆମମାନଙ୍କୁ କି ପରିମାଣରେ ସ୍ୱରାଜ୍ୟଠାରୁ ଦୂରକୁ ନେଇଯାଉଛି, ତାହା ଆଡ଼କୁ ଆମମାନଙ୍କର ଲକ୍ଷ୍ୟ ନାହିଁ। ଆମେମାନେ ଦେଶର ଅନ୍ୟ ପ୍ରକାର ବ୍ୟାଧି କଳ୍ପନା କରି ତାହାର ପ୍ରତିକାର ପ୍ରୟାସ କରୁଅଛୁ। ବୃକ୍ଷ ମୂଳରେ ଜଳସିଞ୍ଚନ ନ କରି ଶାଖା ପ୍ରଶାଖରେ ଜଳ ଢାଳିଲେ ଯେପରି ବୃକ୍ଷକୁ ରସ ଗ୍ରହଣରେ ସାହାଯ୍ୟ କରେ ନାହିଁ, ସେହିପରି ଆମର ସର୍ବବିଧ ଚେଷ୍ଟା ହିଁ ଆମର ଅଜ୍ଞତା ହେତୁ ପଣ୍ଡ ହୋଇଯାଉଛି। ଜୟ ଗୁରୁ ନିଗମ ଉପଦେଶ। ଜୟ ଗୁରୁ।